ନୀଲମ ସଞ୍ଜୀବକୁ କହିବେ, ମୁଁ ବି ଜଣେ ଏମିତି ଲୋକ ଚାହୁଁଛି ଯେ ମୋତେ ଭଲ ପାଇବ, ମୋର କେୟାର ନେବ, ଆଉ ଖାସ୍ ସେଇଥିପାଇଁ ମୁଁ ତୁମକୁ। ଏମିତି କହି ନୀଲମ ଚୁପ୍ ହେଇଯିବେ ଆଉ ପୁଣି କହିବେ, ତମେ ମୋ ହାତ ଧରିବ। ତାପରେ ସଞ୍ଜୀବ ନୀଲମର ହାତ ଧରି କହିବେ, ମୁଁ ତ ଅଲରେଡି ତମ ହାତ ଧରି ସାରିଛି ନୀଲମ, ତମେ ବି ମୋତେ ବହୁତ ପସନ୍ଦ। ଏମିତି କହି ସଞ୍ଜୀବ ନୀଲମର ହାତରେ କିସ୍ କରିବେ। ତାପରେ ନୀଲମର ହଜବେଣ୍ଡ ଲୁଚି ଲୁଚି ନୀଲମକୁ ଦେଖୁଥିବେ। ତାପରେ ସଞ୍ଜୀବ ନୀଲମକୁ କହିବେ, ନୀଲମ ଦେଖ, ଯାହା ସବୁ ହେଇଗଲା ସେଇଥିପାଇଁ ଆଇ ଏମ୍ ସରି। ଏନିୱେ ମୋତେ ଏବେ ଫେରିବାକୁ ପଡ଼ିବ, ଟାଇମ୍ ହେଲାଣି, ମୁଁ ଏବେ ଆସୁଛି। ଏମିତି କହି ସଞ୍ଜୀବ ଚାଲିଯିବେ। ତାପରେ ପ୍ରଶାନ୍ତ ନୀଲମର ପାଖକୁ ଆସୁଥିବେ। ତାପରେ ଅଚାନକ ଆଦର୍ଶ ଆସିବେ ଆଉ ପ୍ରଶାନ୍ତକୁ ଦେଖି କହିବେ, ନୀଲମ ଦି, ସେ ଲୋକ କିଏ ଯେ ତମ ପାଖରେ ଠିଆ ହେଇଛି? ତାପରେ ନୀଲମ କହିବେ, ମୋ ପଛରେ କିଏ? ଏମିତି କହି ନୀଲମ ପଛକୁ ଦେଖିବେ ଯେ ପ୍ରଶାନ୍ତ ଦୌଡ଼ିକି ଚାଲିଯିବେ। ତାପରେ ନୀଲମ କହିବେ, ଆଦର୍ଶ ତୁ ଚାଲ ନା, ମୋତେ ଟିକେ ନେଇ ମାର୍କେଟରେ ଛାଡ଼ିଦେବୁ, ଚାଲ ନା ଆମେ ଯିବା ପ୍ଲିଜ୍। ହାଁ। ଏମିତି କହି ନୀଲମ ଗାଡ଼ିରେ ଯାଇ ବସିବେ। ତାପରେ ଆଦର୍ଶ କହିବେ, ନୀଲମ ଦି, ତମେ ସେ ଲୋକକୁ ଦେଖି ଏତେ ଡରି ଯାଉଛ କାହିଁକି? ସେ ତମକୁ ହଇରାଣ କରୁଛି କି? ତାପରେ ନୀଲମ କହିବେ, ନାଇଁ ନାଇଁ, ସେମିତି କିଛି ନାହିଁ। ତାପରେ ଆଦର୍ଶ କହିବେ, ତାହେଲେ ସତ କହ ନୀଲମ ଦି, ଯଦି ସେ ଲୋକ ତମକୁ ହଇରାଣ କରୁଥିବ ନା, ତାହେଲେ ମୋତେ କୁହ, ମୁଁ ଏବେ ଯାଇ ତାକୁ ଧରିବି। ତାପରେ ନୀଲମ କହିବେ, ଆଦର୍ଶ ମୁଁ ତୋତେ କହିଲି ନା, ତୋର ଚିନ୍ତା କରିବା କିଛି ବି ଦରକାର ନାହିଁ। ସେ ଲୋକ କିଏ ମୁଁ ଜାଣିନି, ସେ ତ ତା ବାଟରେ ଯାଇ ସାରିଲାଣି, ତୁ କାହିଁକି ତା ବିଷୟରେ ଚିନ୍ତା କରୁଛୁ? ତୁ ଜଲ୍ଦି ଗାଡ଼ି ଚଲେଇଲୁ, ମୋତେ ସନ୍ଧ୍ୟାରେ ଠିକ୍ ସମୟରେ ଘରେ ପହଞ୍ଚିବାର ଅଛି, ଶୀଘ୍ର ଆସ। ତାପରେ ଆଦର୍ଶ କହିବେ, ଠିକ୍ ଅଛି। ଏମିତି କହି ଦି ଜଣ ଚାଲିଯିବେ। ତାପରେ ପ୍ରଶାନ୍ତ କହିବେ, ଆଜି ପୁଣି ମୋ ହାତରୁ ଖସିଗଲା, କିନ୍ତୁ କେତେ ଥର ତମେ ମୋ ହାତରୁ ଏମିତି ଖସିବ ନୀଲମ? ଖାଲି ଗୋଟେ ଥର। ମୋତେ ଚାନ୍ସ ମିଳିଯାଉ, ବାସ୍ ସେଇଦିନ ହିଁ ତମ କାମ ଶେଷ। ତାପରେ ରୁମ୍ରେ ମମତା ଆଉ ବିନୋଦ ଥିବେ। ତାପରେ ବିନୋଦ ମମତାକୁ କହିବେ, ଯାହା କୁହ ପଛେ ମମତା, ପିଇସୀ ମା ଏ ଘରକୁ ଆସିଲା ପରେ ରୁବି ଦିଦିଙ୍କୁ ପୁରା ବଦଳେଇକି ରଖିଛନ୍ତି। ଏବେ ତ ରୁବି ଦିଦିଙ୍କର ଏ ଘରେ ଆଉ ଗୋଟେ ବି ମନ୍ତ୍ର କାମ କରୁନି। କିନ୍ତୁ ହଁ, ସେ ପଲ୍ଲବୀକୁ ପୂଜାରେ ବସିବାକୁ ନ ଦେଇ ଆମ ସମସ୍ତଙ୍କର ବହୁତ ଟେନସନ୍ ବଢ଼େଇ ଦେଇଛନ୍ତି। ତାପରେ ମମତା କିଛି ଉତ୍ତର ନ ଦେଇ ଚୁପ୍ ଥିବେ। ତାପରେ ବିନୋଦ କହିବେ, କ'ଣ ହେଇଛି ମମତା, ତମେ ପଦେ ବି ମୁହଁ ଖୋଲୁନ? ତାପରେ ମମତା କହିବେ, ଏକା ଗୌରବ କ'ଣ କମ୍ ଥିଲା ଯୋଉଥିପାଇଁ ତମେ ସମସ୍ତଙ୍କର ଆଗରେ ରୁବି ଦିଦି ଆଉ ନୀଲମର ମଜାକ ଉଡ଼େଇବା ଲାଗି ପଡ଼ିଲ? ତାପରେ ବିନୋଦ କହିବେ, କିନ୍ତୁ ମମତା। ତାପରେ ମମତା କହିବେ, ଦେଖ ବିନୋଦ, ଆମେ ଏଠିକି ପୂଜା ପାଇଁ ଆସିଛେ, ତେଣୁ ରୁବି ଦିଦି କ'ଣ କଲେ, ନୀଲମ କ'ଣ କଲା, ସେଇଟା ତାଙ୍କର ପର୍ସନାଲ ମ୍ୟାଟର, ତାଙ୍କ କଥା ସେମାନେ ବୁଝିବେ। ତମେ ସେଇଥିପାଇଁ ଧ୍ୟାନ ଦେବା ଆଦୌ ବି ଉଚିତ ନୁହେଁ। ତା ଛଡ଼ା ପୂଜା ସରିଲା ପରେ ଆମେ ତ ଏଠୁ ଚାଲିଯିବା ନା। ତାପରେ ଅଚାନକ ଗୌରବ ରିମଝିମକୁ ଆଣି ଧକ୍କା ମାରିବେ। ତାପରେ ରିମଝିମ ତଳେ ପଡ଼ିଥିବେ। ତାପରେ ମମତା କହିବେ, ରିମଝିମ? ତାପରେ ବିନୋଦ କହିବେ, ଆରେ କ'ଣ ହେଲା ଗୌରବ, ଏସବୁ କ'ଣ? ତାପରେ ଗୌରବ କହିବେ, ବାପା ଏ ଯାଇ ରୁବି ଆଣ୍ଟିଙ୍କର ଗୋଡ଼ ଧରୁଥିଲେ, ହଠାତ୍ ମୋ ନଜର ପଡ଼ିଲା, ସେଇଥିପାଇଁ ମୁଁ ତାଙ୍କୁ ଟାଣି ଆଣିଛି ଏଠିକି। ତାପରେ ମମତା କହିବେ, ରୁବି ଦିଦିଙ୍କର ଗୋଡ଼ ଧରୁଥିଲୁ ତୁ, ହେଲେ କାହିଁକି? ତାପରେ ଗୌରବ କହିବେ, ସେ କଥା ତମେ ୟାଙ୍କୁ ପଚାର ମା, ମୁଁ ତ କଥା କହିଲେ ୟାଙ୍କ ଦେହରେ ମିର୍ଚି ଲାଗିଯାଉଛି ନା। କିନ୍ତୁ ରୁବି ଆଣ୍ଟିଙ୍କର ଘର ଭଙ୍ଗା ନୀତି ଏସବୁ ଅମୃତ ପାଇଲା ଭଳି ପିଇ ଯାଉଛନ୍ତି। ତାପରେ ବିନୋଦ ରିମଝିମକୁ କହିବେ, କ'ଣ ହେଇଛି ରିମଝିମ, ଗୌରବ ଯାହା କହୁଛି ତା କଥା କ'ଣ ସତ? ତୁ ରୁବି ଦିଦିଙ୍କ ସାଙ୍ଗରେ ମିଶି ତାଙ୍କରି ଇସାରାରେ ନାଚୁଛୁ? ତାପରେ ରିମଝିମ କହିବେ, ସେମିତି କିଛି ନାହିଁ ବାପା, ଏସବୁ ଗୌରବଙ୍କ ମୁଣ୍ଡରେ ବେକାର ଚିନ୍ତାଧାରା। ତାପରେ ଗୌରବ କହିବେ, ଆଚ୍ଛା ତ ସତ କ'ଣ କୁହ? ତାପରେ ରିମଝିମ କହିବେ, ସତ ହେଉଛି ରୁବି ଆଣ୍ଟିଙ୍କ ଶାଢ଼ୀ
ତାଙ୍କ ଗୋଡ଼ ତଳେ ଛନ୍ଦି ହୋଇଯାଇଥିଲା ଆଉ ମୁଁ ତାଙ୍କୁ ଛଡ଼ଉଥିଲି। କିନ୍ତୁ ତିଲକୁ ତାଲ କରି କହିବା, ଇଏ ଆପଣଙ୍କ ପୁଅର ଅଭ୍ୟାସ ବାପା। ଇଏ ନିଜର ଜୀବନରେ କିଛି କରିପାରିଲାନି। ତେଣୁ ମୁଁ କିଛି କରିବାକୁ ଗଲାବେଳକୁ ଇଏ ସହିପାରୁନାହାନ୍ତି। ଏମିତି କହି ରିମଝିମ୍ ଚାଲି ଯାଉଥିବେ। ତାପରେ ମମତା ଗୌରବକୁ କହିବେ, ରହ ଗୌରବ, ତାକୁ ଯିବାକୁ ଦେ। ତାପରେ ରିମଝିମ୍ ଚାଲିଯିବେ। ତାପରେ ଗୌରବ କହିବେ, କିନ୍ତୁ ମା। ତାପରେ ମମତା କହିବେ, ଚୋଟ ଖାଇବା ପରେ ସେ ସୁଧୁରି ଯିବ ଗୌରବ। ଠୋକର ନ ଖାଇବା ପର୍ଯ୍ୟନ୍ତ ମଣିଷ ବାଟକୁ ନ ଆସିଥାଏ। କିନ୍ତୁ ଆଜି ପୁଣି ଥରେ ପ୍ରମାଣିତ ହୋଇଗଲା ଯେ ଏ ଘରର ଚାରିଆଡ଼େ ବିଷ ଖେଲେଇ ହୋଇସାରିଲାଣି। ତେଣୁ ଆମେ ଏଠି ଆଉ ବେଶୀ ସମୟ ରହିବା ଆଦୌ ବି ଉଚିତ ନୁହଁ। ତାପରେ ତଳେ ସମସ୍ତେ ଥିବେ ଆଉ ନନା ପଲ୍ଲବୀର ଜନ୍ମ ପତ୍ରିକା ଦେଖୁଥିବେ ଆଉ କହିବେ, ଦେଖନ୍ତୁ ପାଞ୍ଜିରେ ଗୋଟିଏ ମାତ୍ର ଉପାୟ ଅଛି ଯୋଉଥିକି ପଲ୍ଲବୀ ବୋହୂମା ପୂଜାରେ ବସିପାରିବେ। କିନ୍ତୁ ଏଥିପାଇଁ ତାକୁ ନକ୍ଷତ୍ର ଶ୍ରୁଦ୍ଧି ବ୍ରତ କରିବାକୁ ପଡ଼ିବ। ତାପରେ ରୁବି ରିମଝିମ୍କୁ କହିବେ, ପଲ୍ଲବୀ ପୂଜାରେ ବସିବା ନ ବସିବା ଏଇଟା ମୋର ବି ଇଜ୍ଜତର କଥା ରିମଝିମ୍। ତୁ କାହିଁକି ଚିନ୍ତା କରୁଛୁ? ତୋର ଏ ରୁବି ଆଣ୍ଟି ତୋ ପାଖରେ ଅଛି ନା। ତାପରେ ଆଦର୍ଶ ଦାଦିମାକୁ କହିବେ, ଦାଦିମା ପୂଜା ନନା କ'ଣ କହିଲେ ଜାଣିପାରିଲ ତ? ପଲ୍ଲବୀ ପୂଜାରେ ବସିପାରିବେ। ତାପରେ ଦାଦିମା କହିବେ, ହଁ, କିନ୍ତୁ ନକ୍ଷତ୍ର ଶ୍ରୁଦ୍ଧି ବ୍ରତ ପରେ। ତାପରେ ପଲ୍ଲବୀ କହିବେ, ଦାଦିମା ମୁଁ ନକ୍ଷତ୍ର ଶ୍ରୁଦ୍ଧି ବ୍ରତ ନିଶ୍ଚୟ କରିବି। ତାପରେ ନନା ପଲ୍ଲବୀକୁ କହିବେ, ଇଏ ବହୁତ କଠିନ ବ୍ରତ ମା। ଆରମ୍ଭ ତ ବହୁତ ଲୋକ କରନ୍ତି, କିନ୍ତୁ ପୂରା କରିବା ସବୁ ଲୋକଙ୍କର ଆୟତ୍ତରେ ନଥାଏ ମା। ତାପରେ ପଲ୍ଲବୀ କହିବେ, ବ୍ରତ ଯେତେ ବି କଠିନ ହୋଇଥାଉ ନନା, ଆପଣ ମୋତେ କେବଳ ତାର ବିଧିବିଧାନ କୁହନ୍ତୁ। ଦେଖିବେ ବ୍ରତ ମୁଁ ନିଶ୍ଚୟ ପୂରା କରିବି। ତାପରେ ମମତା କହିବେ, ନନା ଆପଣ ପଲ୍ଲବୀଙ୍କୁ ଜାଣିନାହାନ୍ତି। ସେ କହିଲା ଏ ବ୍ରତ ପୂରା କରିବ ମାନେ ପଛେ ଯେତେ କଷ୍ଟ ହଉ ସେ ବ୍ରତକୁ ନିଶ୍ଚୟ ପୂରା କରି ଦେଖେଇବ। ତାପରେ ଆଦର୍ଶ କହିବେ, ନନା ପଲ୍ଲବୀଙ୍କ ସାଙ୍ଗରେ ମୁଁ ଅଛି। ପ୍ରତି ପାଦେ ପାଦେ ମୁଁ ତାଙ୍କୁ ଗାଇଡ୍ କରୁଥିବି। ମୁଁ ଆପଣଙ୍କୁ କଥା ଦଉଛି ନନା, ପଲ୍ଲବୀ ଏ ବ୍ରତ ନିଶ୍ଚୟ ପୂରା କରିବେ। ତାପରେ ବିନୋଦ କହିବେ, ହଁ ନନା, ଆମେ ସମସ୍ତେ ପଲ୍ଲବୀଙ୍କୁ ଗାଇଡ୍ କରିବୁ। ତା ଛଡ଼ା ବ୍ରତ ଉପାସ କଥା କହିଲେ ନିଷ୍ଠାରେ ରହି ବ୍ରତର ବିଧିବିଧାନ ମାନିବା କେହି ପଲ୍ଲବୀ ପାଖରୁ ଶିଖିବ। ତାପରେ ଆନନ୍ଦ କହିବେ, ନନା ମୋର ବି ପଲ୍ଲବୀ ଉପରେ ପୂରା ଭରସା ଅଛି। ସେ ଏ ବ୍ରତ ନିଶ୍ଚୟ ପୂରା କରିପାରିବ। ତାପରେ ନନା କହିବେ, ଠିକ୍ ଅଛି, କିନ୍ତୁ ଏ ବ୍ରତର ପ୍ରଥମ ବିଧାନ ହେଲା ପତି ପତ୍ନୀ ଉଭୟ ପରମଚର୍ଯ୍ୟ ପାଳନ କରିବେ। ତାପରେ ଆଦର୍ଶ କହିବେ, ଠିକ୍ ଅଛି ନନା, ଆମେ ମ୍ୟାନେଜ କରି ନେବୁ। ତାପରେ ନନା କହିବେ, ଦ୍ୱିତୀୟ ବିଧାନ, ଏ ବ୍ରତ ସରିବା ପର୍ଯ୍ୟନ୍ତ ମାନେ କ୍ରମାଗତ ଭାବେ 7 ଦିନ ପର୍ଯ୍ୟନ୍ତ ସାରା ଦିନରେ ମାତ୍ର 5ଟି ଫଳ ଖାଇବେ ଆଉ ଅନ୍ୟ କିଛି ବି ଖାଇପାରିବେ ନାହିଁ।